माओवादी कोई बटिया दे आमुक बदनाम करू आम संगठन को बदनाम करू माओवादी मैंने बटिया आदे करते चांदा आदे करते निजे बचापी संगठन को जारी रखापी तो हरम जादा बटी आदे कर आमको बदनाम हाथ से गो टाकी निजक माओवादी कोई भोटी आदय करुला आमको बदनाम करुला आम संगठन को बदनाम करुला यार विचार कौन हो अरे विचार कौन हम कहतु कहतु अरे कहतु यार विचार मृत्युदान केस नंबर 3 गाँ चौकीदार बलराम माझी हजूर से एपर्यंत प्रजा कोर्ट हाजर है आम लोग डाकी आने जाइए बलराम माझी आसला बलराम माझी आम संगठन तुमको निर्देश देता चौकीदार चाकरी छाड़देवा पेट पाटना कथा आज्ञा चाकरी छाड़देले पिला छुआ मरीजे कौन है तुम एपर्यंत चाकरी छाड़ आपण जो कहते छाड़देवी आज्ञा तुम हो पुलिस इनफर्मर तुम इनफर्मेशन पाई सेनापति गाँव पुलिस आम दी जन को बांधी नहीं एवढा मिछ कथा सरकारी गुइंडा रिपोर्ट भूल हो पारे किंतु आम गुइंडा रिपोर्ट केवे भूल हुए ना तुम पुलिस इनफर्मर काम कर एवढा मिछ कथा हजूर ताले सत कथाटा कौन तू कह आज्ञा मु पुलिस खबर देती मत क्षमा कर दिखाई हजूर माओवादी को विचार तो क्षमा नहीं और दंड मृत्यु दंड एबे आपण मान देखिले प्रजा कोर्ट कौन आउ तार विचार कौन आपण निश्चय किसी कहे कहबार आवश्यकता आसिले ए संजना का पाक आसे अरे जाओ किसी दूर अपेक्षा कर कौन कह
କମରେଡ ଭିମା ସରକାର ଆଜି ଆପଣ ଦିଟା ମୁଣ୍ଡ ବଳି ଚଳେଇଦେଲେ। ଯିଏ ଆମ ସହିତ ଆମ ସଂଗଠନ ସହିତ ବେଇମାନ କରିବ ତାକୁ ଏମିତି ମୁଣ୍ଡ ବଳି ଦେବାକୁ ପଡିବ। ତାହେଲେ ଆପଣଙ୍କ ସଂଗଠନ କଣ ମଣିଷର ମୁଣ୍ଡ ପାଇଁ, ମଣିଷର ରକ୍ତ ପାଇଁ? ନାଇଁ, ଆମର ଏ ସଂଗଠନ ଶ୍ରେଣୀହୀନ ସମାଜ ପାଇଁ, ଦଳିତ ଅବହେଳିତ ମଣିଷର ମୁକ୍ତି ପାଇଁ। ତାହେଲେ ରକ୍ତପାତ କଣ ପାଇଁ? ଯିଏ ଆମ ସଂଗଠନର ଶତ୍ରୁ ସେ ଦଳିତ ଅବହେଳିତ ମଣିଷର ଶତ୍ରୁ, ଖଟିଖିଆ ମେହନତି ମଣିଷର ଶତ୍ରୁ। ଆପଣଙ୍କ ସଂଗଠନ ଜ୍ଞାନେଶ୍ୱର ଏକ୍ସପ୍ରେସରେ ଶତାଧିକ ଲୋକ ପ୍ରାଣ ହରାଇଲେ, ସେମାନଙ୍କ ସମସ୍ତେ ଆପଣଙ୍କ ସଂଗଠନ ଶତ୍ରୁ ଥିଲେ? ସେ ନିରୀହ ଲୋକ, ଛୋଟ ଛୋଟ ଛୁଆ, ସେମାନେ ଆପଣଙ୍କ କଣ କ୍ଷତି କରିଥିଲେ? ସେଥିପାଇଁ ଆମ ସଂଗଠନ ଦୁଃଖିତ, ଏକଥା ଆମେ ପ୍ରେସ୍ ମାଧ୍ୟମରେ ଜଣାଇ ସାରିଛୁ। ଯୋଉମାନଙ୍କର ଆତ୍ମୀୟ ସେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆମେ ଦୁଃଖିତ, ଆମେ କ୍ଷମା ମାଗୁଛୁ। ଏଇ କେଇପଦ କଥାରେ ସେମାନଙ୍କ ପରିବାରର ମନ କଣ ବୁଝିଯିବ? ବିଜୟ ବାବୁ, ମୁଁ ଆପଣଙ୍କ କଥା ବୁଝୁଛି, ତଥାପି ଯୋଉ ପୁଞ୍ଜିବାଦ ସାମ୍ୟବାଦର କୁରୁକ୍ଷେତ୍ରରେ ଏମିତି କିଛି ନିରୀହ ଲୋକଙ୍କୁ ମୁଣ୍ଡ ବଳି ଦେବାକୁ ପଡିବ। ଆଉ ତା ନହେଲେ ପରିବର୍ତ୍ତନ ଆସିବ କେମିତି? କିଛି ଲୋକଙ୍କୁ ରକ୍ତ ଦେବାକୁ ହବ, ମୁଁ ଆପଣଙ୍କ କଥା ମାନିନେଲି। ହେଲେ ଆପଣଙ୍କୁ ମୋର ଗୋଟିଏ ପ୍ରଶ୍ନ, କୁହନ୍ତୁ। ଆପଣଙ୍କ ମାଓବାଦର ଜନକ କିଏ? ଚାଇନାର ମାଓ ସେତୁ ମାଓବାଦୀର ଜନକ। ମୁଁ ଆପଣ ସମସ୍ତ ମାଓବାଦୀକୁ ପଚାରିବାକୁ ଚାହେଁ, ସେ ମାଓ ସେତୁଙ୍କ ବିଷୟରେ କେତେ ସବୁ ଜାଣିଛନ୍ତି? ସେ ଜନ୍ମ ନେଇଥିଲେ କୋଉ ସହରରେ, କେତେ ମସିହା, କୋଉ ମାସ, କେତେ ତାରିଖରେ? ତାଙ୍କ ବାପାଙ୍କ ନାଁ କଣ ଥିଲା? ତାଙ୍କର କେତେ ଜଣ ଭାଇ ଭଉଣୀ ଥିଲେ? ହୁଏତ ଆପଣ ମୋ ପ୍ରଶ୍ନର ଉତ୍ତର ଦେଇପାରନ୍ତି, ବଟ୍ ଆଇ ଏମ୍ ସିଓର ଆପଣଙ୍କ ସଂଗଠନର 80% ଲୋକ ମୋ ପ୍ରଶ୍ନର ଉତ୍ତର ଦେଇପାରିବେନି। କଣ ନା ଆମେ ସବୁ ମାଓବାଦୀ। ଭାଇ ଦେଇ ଆପଣ ହଜାର ହଜାର ମଣିଷଙ୍କ ରକ୍ତରେ ହୋଲି ଖେଳି ଚାଲିଛନ୍ତି। ଆପଣ ଜାଣିଛନ୍ତି ମାଓ ସେତୁ ଜୀବନରେ କାହାକୁ ହତ୍ୟା କରିବା ତ ଦୂରର କଥା, ହାତରେ ଛୁରୀ ବନ୍ଧୁକ ଧରିବା ତ ଅଲଗା କଥା, ଜୀବନରେ କାହା ଦେହରେ ସେ ଛୁଞ୍ଚିଟେ ବି ଫୋଡ଼ି ନାହାନ୍ତି। ସେ କେବଳ କହୁଥିଲେ ସମସ୍ତଙ୍କୁ ସମାନ ଭାବରେ ବଞ୍ଚିବାର ଅଧିକାର ଦିଆଯାଉ। ଆପଣ ସେଇ କଥା ଦୋହାଇ ଦେଇ ହଜାର ହଜାର ମଣିଷଙ୍କ ରକ୍ତରେ ହୋଲି ଖେଳି ଚାଲିଛନ୍ତି। ସାମ୍ବାଦିକ ସଞ୍ଜୟ ନାଗ, ଆପଣଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ବୋଧ ରହିଛି, କିନ୍ତୁ ମୁଁ ଦେଖୁଛି ଆପଣ ଏବେ ଆମ ସଂଗଠନ ବିରୁଦ୍ଧରେ କଥା କହିବା ଆରମ୍ଭ କଲେଣି। ମୁଁ ସରକାରଙ୍କୁ ଖବର କରି ଆପଣଙ୍କ ସପକ୍ଷରେ, ଆଉ ଆପଣଙ୍କ ପାଖକୁ ଆସିଲେ ସରକାରଙ୍କ ସପକ୍ଷରେ। ମୁଁ କଣ ଚାହୁଁଛି ଏ ମହାସଂଗ୍ରାମ ଏଇଠୁ ବନ୍ଦ ହଉ, ନିରୀହ ଆଦିବାସୀ ବଞ୍ଚି ଯାଆନ୍ତୁ। କଣ କହିଯାଉଛନ୍ତି ଆପଣ? ନାଇଁ, ସବୁ ଠିକ ଅଛି। ମୁଁ କେବଳ ଚାହୁଁଛି ମାଓବାଦୀ ସଂଗଠନର କଠୋର ଆଭିମୁଖ୍ୟରେ ସାମାନ୍ୟ କିଛି ପରିବର୍ତ୍ତନ ଆସୁ। ସଂଗଠନର କଠୋର ଆଭିମୁଖ୍ୟରେ ପରିବର୍ତ୍ତନ। ଅସମ୍ଭବ। ଅଖାରେ ପଡ଼ିଆ କଣ ନଉଛି କିଲୋ? ଅଖାରେ ମହୁଲ ଅଛି। ତୁ ମହୁଲ ଗୋଟଉଛୁ? ତୁ ତ ନିଜେ ଗୋଟେ ମହୁ ଫେଣା ଚିପୁଡ଼ି ଦେନେ ଥପ ଥପେଇକି ମହୁ ଡିଙ୍ଗିଡ଼ି ପଡିବ। ତୁ କଣ ଗୋଟେ ମହୁଲ ଗୋଟଉଛୁ? ଆପଣଙ୍କ ବାଟ ଛାଡି ଦିଅନ୍ତୁ, ମୁଁ ଯିବି। କଣ ହେଲା? ବାଟ ଛାଡ଼ିଦେବି? ସେଇଥିପାଇଁ ଏ ଜଙ୍ଗଲ ଭିତରେ ତୁ ତମ ଛୋଟା କୋଟରେ ଗୋଟଉଛୁ। ଏଠି ଚାଲି ଯାଉ କହୁଛି। ଏଇ ତମର କାହିଁ ସେ ମହୁଲ ଫୁଲ ଗୋଟଉଛୁ କହିଲୁ? ଆମ୍ବ କହିଲି ତେନ୍ତୁଳି ମଞ୍ଜି ଗୋଟଉଛୁ, ବଣ କନ୍ଦା ଖୋଜୁଛୁ, ଅନାନି ଖରାରେ ବୁଲି ବୁଲି ଗୋରା ଦେହଟା କେମିତି କଳା ପକେଇ ସାରିଲାନି। ଏଇ ତୁମ କଥା ରାଜି ହେଇଯା, ମୁଁ ତତେ ରାଣୀ କରିକି ରଖିବି। ତୋ ଦିହରେ ଖରା ବି ଟିକେ ପଡିବାକୁ ଦେବି। ଦଳେଇ ଭାଇ? ହଁ, ମୁଁ ତ ଦଳେଇ ଭାଇ, କଣ୍ଟ୍ରୋଲ ଡିଲର କର୍ଣ୍ଣ ଦଳେଇ। ମୁଁ ତତେ କଥା ଦଉଛି, ମୁଁ ତତେ ନିତି ପାଟକନାରେ ପୋଛିବି। ଏ ବଣ କନ୍ଦା ସିଝା ଭାତ ଖାଉଛୁ, ଝରଣା ପାଣି ପିଉଛୁ, ମୁଁ ତତେ ମିନେରାଲ ୱାଟର ଦେବି, ନହେଲେ କାଜୁ କିସମିସ ଖାଇବାକୁ ଦେବି, କ୍ଷୀରି ପୁରୀରେ ପୁରା ଭସେଇବି। ତୋ ଦିହଟା ମତେ ମଲ୍ଲି ଫୁଲ ଭଳିଆ ବାସୁଛି। ଏଠି ଚାଲି ଯାଉ କହୁଛି, ତାହେଲେ କଥାଟା କିଛି ଭଲ ହବନି। କଣ ଖରାପ ହବ? ନା ମୁଁ ଖରାପ କରିବି, ଦେଖିବା ତୁମର କଣ କରିବୁ। ଆରାମ ଯାଦି ସେଦିନ ସଞ୍ଜବେଳେ ମୋ ଗୋଡ ହାତ ଧରି ନେଉରା ହେଲୁ। ବିପିଏଲ ଚାଉଳ ଆସିନଥିଲା, ମୋ ଘରୁ ମୁଁ ଅଧବସ୍ତା ଚାଉଳ ଆଣିକି ଦେଲି।
ସେ ଅଧବସ୍ଥା ଚାଉଳ ବଦଳ ତୁ ମତେ ମହଲ ବସ୍ତାରେ ପିଟିବୁ ତ ମାକୁ ଧନ୍ୟ କହିବୁ 3 ମାସର ବିପିଏଲ ଚାଉଳ ତମେ ମତେ ଦେଇନଥିଲ ସେ ମତେ 2 ଥରକ ଚାଉଳ 50 କିଲୋ ଦେଲ ମୁଁ ତମକୁ 100 ଟଙ୍କା ଦେଲି ତମେ କଣ ମାଗଣାରେ ଚାଉଳ ଦଉଛ କିଲୋ ବିପିଏଲ ଚାଉଳ 50 କିଲୋକୁ 100 ଟଙ୍କା ଗଲା ମାସରେ ମନ୍ତ୍ରୀଙ୍କର ଗୋଟେ ପ୍ରୋଗ୍ରାମ ହେଲା ଭିଡିଓ ତାଙ୍କର 3 ମାସର ବିପିଏଲ ଚାଉଳ କାଡେ ବିକିଦେଲେ ଇଏ ମତେ ଦେଖଲା ବିପିଏଲ ଚାଉଳ ଅତି ଗୋଟେ ସତୀ ପୁଣିଆ ଦେଖେଇ ଯାଉଛି ନା अच्छा ये फॉरेस्ट भीतर तमें किए ମୁଁ ଯିଏ ବି ହଉନା କାହିଁକି ପ୍ରଥମେ କୁହ ଏ ଝିଅଟି ପ୍ରତି ତୁମେ ଏମିତି ବ୍ୟବହାର କରୁଛ କାହିଁକି कौन खराब व्यवहार कली से मो पाखर अधबस्था चाउल नहीं मुझे चाउल आदाय कर ना खराब व्यवहार कौन कली ନାଇଁ ବାବୁ ଇଏ ମିଛ କଥା କହୁଛନ୍ତି 3 ମାସର ବିପିଏଲ ଚାଉଳ ବାକି ଥିଲା ଇଏ ମତେ 2 ମାସର ଚାଉଳ ଦେଇଛନ୍ତି देख मंत्री प्रोग्राम है मंत्री प्रोग्राम 3 मासर बीपीएल चाउल काड़े खाईदेला तो घर में एक अधबस्था चाउल आणिक देछि मत से चाउल आदाय कर तमें बाबू सब पहुंची उल्टा पाल्टा करदेला अब मुझे चाउल बर्तमान आदाय कर तमें तुम बाटर गल ମୁଁ ବର୍ତ୍ତମାନ ୟା ପାଖକୁ ଚାଉଳ ଆଦାୟ କରି ଦେଖ ସେ ସିନ୍ ଯଦି ତମକୁ ଭଲ ଲାଗିବ ତମେ ମୋର କିଛି କମ୍ପ୍ଲେନ୍ ନାହିଁ କିନ୍ତୁ ମଝିରେ କିଛି ଷଣ୍ଢ ପୁରେଇବନି ଏ ଦେଖ ବର୍ତ୍ତମାନ କେମିତି ମୁଁ ଚାଉଳ ଆଦାୟ କରୁଛି ଏ କଇଁ ଦେ ଚାଉଳ ବାବୁ ଏ କଇଁ ଦେ ଚାଉଳ ବାବୁ बाबा मो बाबा देखुच तुम गोटे हिताहित ज्ञान बोली किसी ना गोटे हैंडिकेप्ड पर्सन तो एमती कौन मनुष्य मारधर कर गोटे बेंगड़ा पकड़ा बेले एमती बुले 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 काटिदेल अच्छा आम ये गोटे कथा आम ये स्थानीय अंचल स्थानीय बासिंदा कम बेसी होती माओवादी पुलिस तुम माओवादी ना पुलिस आ भल कायदा रेखा मारच तुम गुरु किए क्यों ତମ ନାଁ କଣ କଇଁ କେବଳ କହି ଆଗରେ କୁମାର ନାହିଁ କି ପଛରେ ସାଙ୍ଗିଆ ନାହିଁ ମୋ ନାଁ କଇଁ ପୁହାଣ ବାବାଙ୍କ ନାଁ ପଞ୍ଚାନନ ପୁହାଣ ପଞ୍ଚାନନ ପୁହାଣ ତାମାନେ ଶିକ୍ଷକ ହଁ ମୋ ବାପା ଆଗରୁ ସ୍କୁଲରେ ଶିକ୍ଷକ ଥିଲେ କିନ୍ତୁ ଆପଣ କେମିତି ଜାଣିଲେ ନାଇଁ ନାଇଁ ଏମିତି ସାର୍ ନାଁରେ ଆଗରୁ ଶୁଣିଥିଲି ତ କହିଦେଲି ଆଚ୍ଛା ସାର୍ ଏବେ କେମିତି ଅଛନ୍ତି ବାପା 11 ବର୍ଷ ହେଲା ଚାଲିଗଲେଣି ତମେ ସାର୍ ଆଚ୍ଛା ସାର୍ ଚାଲିଗଲା ପରେ ଏବେ ତମର ପରିବାର ଚଳୁଛି କେମିତି ମୋ ବଡ଼ ମୁଡ଼ି ବଣରୁ କଣ୍ଟା ଖୋଳୁଛି ମୁଁ ମହୁଲ ଗୋଟଉଛି ଆଉ ବୋଉ ଶାଶୁରୋଗରେ ପଡ଼ି ଧଇଁ କାଶି କାଶି ମରିବାକୁ ଦିନ ଗଣୁଛି 50 କିଲୋ ବିପିଏଲ ଚାଉଳର ଦାମ ସିଏ ତ ମୋ ପାଖରେ କେମିତି ଉଠଉଥିଲା ଆପଣ ତ ସବୁ ଦେଖିଲେ ବାବୁ ହେ ଭଗବାନ ଆଚ୍ଛା କହି ତମେ ବି ଆସିପାର ବାବୁ ଆପଣ ମୋର ଯେତିକି ଉପକାର କରିଛନ୍ତି ମୁଁ ଆପଣ ଋଣ କେବେ ବି ସୁଝି ପାରିବିନି ବାବୁ ଜୁହାର ବାବୁ ଜୁହାର ପଞ୍ଚାନନ ସାର୍ କହି କାଞ୍ଚନ ହେ ଭଗବାନ ଏମିତି ଗୋଟେ ଘଟଣା ମୁଁ କେବେ ଭାବିନଥିଲି